ଆଜିର ପ୍ରଥମ ଖବର ହେଉଛି ବନ୍ଦ ହୋଇଯିବ ଅଙ୍ଗନବାଡ଼ି। ବନ୍ଦ ହୋଇଯିବ ଅଙ୍ଗନବାଡ଼ି କେନ୍ଦ୍ର। ରାଜ୍ୟରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ସରକାର ପ୍ରଥମ ଶ୍ରେଣୀରୁ 6 ବର୍ଷରୁ ଅଧିକ ବୟସ ହେଲେ ନାମଲେଖା ହେବାର ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ସମ୍ପୃକ୍ତ ଶିକ୍ଷାବର୍ଷର ସେପ୍ଟେମ୍ବର 1 ତାରିଖ ସୁଦ୍ଧା 6 ବର୍ଷରୁ ଅଧିକ ବର୍ଷ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଯୋଗ୍ୟ ହେବେ। ପରବର୍ତ୍ତୀ ଖବର, ବଜେଟ୍ରେ ଘୋଷଣାର 7 ମାସ ପରେ 2ଟି ଯୋଜନାକୁ କ୍ୟାବିନେଟ୍ ମୋହର। ପୁଣି ଫେରିଲା ଗ୍ରାମସଭା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୋଟ 9ଟି ବିଭାଗର 10ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମିଳିଛି। ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି, ଅର୍ଥ, କୃଷି, ସ୍ୱାସ୍ଥ୍ୟ ଓ ଆଇନ ବିଭାଗର ମୋଟ 10ଟି ପ୍ରସ୍ତାବ ସାମିଲ ଅଛି। ପରବର୍ତ୍ତୀ ଖବର, ସୁନା ଦରରେ ବଡ଼ ପରିବର୍ତ୍ତନ। ଜାଣନ୍ତୁ ଭୁବନେଶ୍ୱରରେ ସୁନା ଦର କେତେ? ନିବେଶକ ତଥା ସୁନା ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ସୁନା ଦର। ଆଜି 23 ଜାନୁଆରୀ 2025 ଗୁରୁବାର। ଉଭୟ 22 ଓ 24 କ୍ୟାରେଟ୍ ଦରରେ ଭରି ପିଛା ସ୍ଥିର ରହିଛି। କ୍ରମାଗତ ବୃଦ୍ଧି ପରେ ଆଜି ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଛି। ସେପଟେ ବୁଲିୟନ ବଜାର ଦର ଅନୁଯାୟୀ ବିଗତ 5 ଦିନ ଧରି ସୁନା ଦରର କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଭରି ପିଛା 75,250 ଟଙ୍କା ରହିଥିବା ବେଳେ 24 କ୍ୟାରେଟ୍ ସୁନା ଭରି ପିଛା 82,090 ଟଙ୍କା ରହିଛି। ପରବର୍ତ୍ତୀ ଖବର, ରାଜଧାନୀରେ ହଠାତ୍ ପାଗରେ ହେଲା ବଡ଼ ପରିବର୍ତ୍ତନ। ପାଣିପାଗ ବିଭାଗ ସତର୍କ କରାଇଲା। ନୂଆଦିଲ୍ଲୀ, ରାଜଧାନୀ ଦିଲ୍ଲୀରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିବାରୁ ସମସ୍ତେ ଅସୁବିଧାରେ ପଡ଼ିଛନ୍ତି। ହଠାତ୍ ଦିଲ୍ଲୀରେ ଗରମ ହେବା ଆରମ୍ଭ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ ବୁଧବାର ଦିଲ୍ଲୀରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା 9.3 ଡିଗ୍ରୀ ସେଲ୍ସିୟସ୍ ଥିଲା, ଯାହା ଏହି ଋତୁର ସାଧାରଣ ତାପମାତ୍ରାଠାରୁ 1.8 ଡିଗ୍ରୀ ଅଧିକ ଥିଲା। ଭାରତ ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା 12 ଡିଗ୍ରୀ ସେଲ୍ସିୟସ୍ରେ ପହଞ୍ଚିଛି। ପରବର୍ତ୍ତୀ ଖବର, ଏହି ଦିନ ହେବ ବିଦ୍ୟୁତ୍ କାଟ। ସକାଳ 8ଟାରୁ ସନ୍ଧ୍ୟା 5ଟା ଯାଏ ବନ୍ଦ ରହିବ ବିଦ୍ୟୁତ୍ ସେବା। ବରଗଡ଼, ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍ ପକ୍ଷରୁ 132/33 କେଭି ଭୋଲ୍ଟେଜ୍ ଏବଂ ଘେସ୍ ଗ୍ରିଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆସନ୍ତା 24 ତାରିଖ ସକାଳ 8ଟାରୁ ସନ୍ଧ୍ୟା 5ଟା ଯାଏ ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର, ଚାମରପାଲି, ଦୁଲସେରା, ଘେସ୍, ଜାମକାନି, ଜାମୁପାଲି, ଲଖନପୁର ଆଦି ଅଞ୍ଚଳ ଏବଂ ଏହା ପାଖାପାଖି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବନ୍ଦ ରହିବ। ପରବର୍ତ୍ତୀ ଖବର, ଭତ୍ତା ବୃଦ୍ଧି ଦାବିରେ ହିତାଧିକାରୀଙ୍କ ବିକ୍ଷୋଭ। ଭଦ୍ରକ ଜିଲ୍ଲା ବନ୍ତା ବ୍ଲକ 44 ପଞ୍ଚାୟତ ଅଫିସ ସମ୍ମୁଖରେ ଭତ୍ତା ଅଧିକାରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 60ରୁ 80 ବର୍ଷର ସମସ୍ତ ବୟସ ହିତାଧିକାରୀଙ୍କୁ ମାସିକ 3,000 ଟଙ୍କା ଭତ୍ତା ପ୍ରଦାନ ପାଇଁ ଦାବି କରାଯାଉଛି। ବନ୍ତ ବ୍ଲକ ସିଟୁ ନେତା ମହେଶ୍ୱର ନାୟକଙ୍କ ତତ୍ତ୍ୱାବଧାନରେ ରକାକାନ୍ତ ଓଝା, ନିରଞ୍ଜନ ବାରିକ, କାର୍ତ୍ତିକ ପାଲ, ମଞ୍ଜୁଲତା ନାୟକ, ଶାନ୍ତିଲତା ସାହୁ, କମଳା ସ୍ୱାଇଁ, ରମାମାଳି ପାଲ ପ୍ରମୁଖ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରତିଶ୍ରୁତି ମୁତାବକ ସମସ୍ତ ହିତାଧିକାରୀଙ୍କୁ ମାସିକ 3,000 ଟଙ୍କା ଭତ୍ତା ଦେବାର ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ପରବର୍ତ୍ତୀ ଖବର, ତତାଇଲାଣି ଜାନୁଆରୀ। ଆଗକୁ 2ରୁ 4 ଡିଗ୍ରୀ ବଢ଼ିବ ପାରଦ। କୋରାପୁଟରେ ସର୍ବାଧିକ। ଭୁବନେଶ୍ୱର, କାଲୁଆ କୋରାପୁଟରେ ଖରା ତାଉ ଭାଙ୍ଗିଲା ଜାନୁଆରୀରେ ସର୍ବାଧିକ ତାତି ରେକର୍ଡ। ସ୍ୱାଭାବିକଠାରୁ 5.5 ଡିଗ୍ରୀ ଉପରକୁ ଡେଇଁ ବୁଧବାର କୋରାପୁଟରେ ଦିନ ତାପମାତ୍ରା 33.2 ଡିଗ୍ରୀ ଉପରକୁ ଡେଇଁ ବୁଧବାର କୋରାପୁଟରେ ଦିନ ତାପମାତ୍ରା 33.2 ଡିଗ୍ରୀ ସେଲ୍ସିୟସ୍ ପହଞ୍ଚିଛି। ଜାନୁଆରୀ ମାସରେ କୋରାପୁଟରେ କେବେ ଏମିତି ଗରମ ଅନୁଭୂତ ହୋଇନଥିଲା। ଏହା ପୂର୍ବରୁ 2009 ଜାନୁଆରୀ 31ରେ କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା 33 ଡିଗ୍ରୀ ରହିଥିଲା। ପରବର୍ତ୍ତୀ ଖବର, ସେମିଷ୍ଟାର ଢାଞ୍ଚାରେ ହେବ ବୋର୍ଡ ପରୀକ୍ଷା। ରହିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ। ସେମିଷ୍ଟାର ଢାଞ୍ଚାରେ ହେବ ବୋର୍ଡ ପରୀକ୍ଷା। ରହିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ। ହେଲେ ସେମିଷ୍ଟାର ସିଷ୍ଟମରେ ହେବ ପରୀକ୍ଷା। ବର୍ଷକୁ 2ଟି ପରୀକ୍ଷା ହେବ ଛାତ୍ରଛାତ୍ରୀଙ୍କର। ଜାତୀୟ ଶିକ୍ଷାନୀତି ଅନୁଯାୟୀ ପିଲାଙ୍କ ଉପରୁ ପରୀକ୍ଷା ବୋଝ ଓ ପାଠର ଚାପ କମାଇବା ପାଇଁ ସେମିଷ୍ଟାର ସିଷ୍ଟମ ଲାଗୁ ହେବ। ରାଜ୍ୟରେ ବିଧିବହ ଭାବରେ ଏନ୍ଇପି ଲାଗୁ ହେବା ପରେ ଏବେ ପରୀକ୍ଷା ଚିନ୍ତା। ନୂଆ ଶିକ୍ଷାନୀତି ଲାଗୁ ହେବା ପରେ ଏନ୍ଇପି ଅନୁଯାୟୀ ଦଶମ ଓ ଦ୍ୱାଦଶରେ ବୋର୍ଡ ପରୀକ୍ଷା ରହିବ କି ନାହିଁ, ଆଉ ଯଦି ରହିବ ତାର ଢାଞ୍ଚା କ'ଣ ରହିବ, ତାକୁ ନେଇ ସସ୍ପେନ୍ସନ କରିବାରେ ଲାଗିଛି। ଏନ୍ଇପି ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ସେମିଷ୍ଟାର ସିଷ୍ଟମ ଲାଗୁ ହେବ। ବର୍ଷକୁ 2ଟି ସେମିଷ୍ଟାର ହେବ। ଗୋଟିଏ ସେମିଷ୍ଟାରରେ ଯେଉଁ ବିଷୟରେ ପରୀକ୍ଷାର୍ଥୀ ଭଲ କରିବେ ଚାହିଁଲେ ସେହି ବିଷୟକୁ ଫାଇନାଲ ପରୀକ୍ଷାକୁ ବାଦ ଦେଇପାରିବେ। ପରବର୍ତ୍ତୀ ଖବର, ବଦଳିଲା ରଣନୀତି। ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ମଙ୍ଗଳବାର କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ନୂଆ ପ୍ରଶାସନର ଅଧିକ ତେଲ ଓ ଗ୍ୟାସ ଉତ୍ପାଦନ ପାଇଁ ଯୋଜନାରେ ଭାରତକୁ ଅଧିକ ଆମେରିକୀୟ ଇନ୍ଧନ ଆସିବାର ସମ୍ଭାବନା ରହିଛି। ଏପର୍ଯ୍ୟନ୍ତ ଭାରତର ରଣନୈତିକ ରୂପ ରୁଷିଆରୁ ଅଧିକ ତୈଳ ଆମଦାନୀ କରୁଥିଲା, କାରଣ ଭାରତରୁ ରୁଷିଆ ଡିସ୍କାଉଣ୍ଟ ଦରରେ ଅଶୋଧିତ ତୈଳ ଉପଲବ୍ଧ କରୁଥିଲା, ଯାହା ୟୁକ୍ରେନ ଯୁଦ୍ଧ ପରଠାରୁ ଜାରି ଥିଲା। ପେଟ୍ରୋଲିୟମ ମନ୍ତ୍ରୀ ବାହନ ଉଦ୍ୟୋଗ ସଂଗଠନ ସିଆମର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଭାରତକୁ ତୈଳ ଯୋଗାଣକାରୀ ଦେଶଙ୍କ ସଂଖ୍ୟା 27ରୁ ବଢ଼ି ଏବେ 39 ହୋଇଯାଇଛି। ପରବର୍ତ୍ତୀ ଖବର, କେନ୍ଦ୍ର ସରକାରୀ କର୍ମଚାରୀଙ୍କ 186% ବଢ଼ିପାରେ ପେନ୍ସନ। 1 କୋଟିରୁ ଅଧିକ ପେନ୍ସନଭୋଗୀଙ୍କୁ ମିଳିବ ଲାଭ। ଜାନୁଆରୀ 1, 2026ରୁ କାର୍ଯ୍ୟକାରୀ ହେବାକୁ ଥିବା ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ
ଦରମା, ପେନ୍ସନ୍ ଏବଂ ଭତ୍ତା ସଂଶୋଧନ କରିବ, ଯାହାଦ୍ୱାରା 1 କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀ ଉପକୃତ ହେବେ। 2.86 ହୋଇପାରେ, ଯାହା ମାସିକ ପେନ୍ସନକୁ ଯଥେଷ୍ଟ ବୃଦ୍ଧି କରିବ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଧନ୍ୟବାଦ।